ना खुशी नुह बहुत दुख दुख अच्छे नवीन सरकार थिला ठीक थिला ना आम आणनु लोक मैंने किंतु आम नवीन बाबू थिले बहुत भल होता ये जो सरकार जो दिन दिन जो दर वृद्धि जो बढ़े चलती लोकों जो आश्वस्त पड़ी बहुत समस्या पड़ी राज्य सरकार मुझे चाहूँगी कम कले बहुत आम ये तो कलिकता जाऊना कि सी भी दौना पंजाब आलू आसिले तुम टाणु आलू खाई पार भोट सरीगला केमती शुणे हाँ दीदी कौन कौच कह कौन कह आलू किलो आज के 60 आज 60 ना ना खुशी कौट हबू जनसाधारण जिते कष्ट पाँच आलू जदि 80 है हाँ दिखाई कौन यही दिन देखिए ना ना मनीष हाँ सेमती कौन क्या कह राजनीति तो चलती किए भल लोक किए खराब आम कि बीजेपी ना बीजेडी एपटे आम एरिया कांग्रेस 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 ओडिशा का आसिले भल कई भल नुह ना कई खराब नुह समस्ते भल समस्ते खराब 60 टका आलू खाइले भल 60 खाइले भल 20 टकर खाइले भल मागेणा देले भी भल बहुत सुंदर आलू रेट जो एते कौन कहि मु सौदा बता किणु नहीं मु सौदा बता किणु मो पुआ किणु छोट छुआ किणु मु सौदा बता किसी किणी नहीं सौदा बता मु किणु ना छुआ किणुଛନ୍ତି अच्छा आपण किणुदिनी ना हां छुआ ताकर किणु आछन आपण କିଛି ଫରକ ପଡ଼ିବ ନାହିଁ 100 200 ଆଳୁ ରେଟ୍ ନା 100 पर दा दती रेट पे आଣିବ ନା आपण କିଛି କଷ୍ଟ हां आपण କିଛି କଷ୍ଟ ଲାଗିବ कष्ट कोन लाग्यो पैसा देबे आनिबे किणी छुआ चावल देबे आनिबे ଏବେ ନବୀନ ଭଲ ନା ମୋହନ ଭଲ हां ନବୀନ ଭଲ ନା ମୋହନ ଭଲ जीए तो आसो सी भल ତାହେଲେ କିଏ ଭଲ मोदी आज ना मोदी भल जी सरकार ଆଳୁ ରେଟ୍ ଏତେ ନେଇକି କ'ଣ କହିବ ସାର୍ ତେବେ କ'ଣ କହିବେ ନବୀନ ବାବୁ ଭଲ ନା ମୋହନ ବାବୁ ଭଲ ମୋହନ ବାବୁ ଭଲ ଆଳୁ କିଲୋ କେତେ 50 ହଉ ଗାଈ ଗୋଟେ ବଦଳୁଛି ନବୀନ ଥିଲା 20 ନବୀନ ଥିଲା 20 ରେ ନବୀନ ତ ଶେଷକୁ ପାଣ୍ଡିଆକୁ ଧରି ଗାଣ୍ଡି ଆଇଲା ଆଉ ତ ଆପଣ କାହାକୁ ଭଲ ପାଆନ୍ତି ମୋହନକୁ ବାବୁ ଆଗ ଆମର ଥିଲେ ନବୀନ ଆମର ଭଲ ସେକରେ ରାଜା ସ୍ୱାଇଁ ଥିଲା ଭଲ ରାଜା ସ୍ୱାଇଁ ପାଇନଥିବ ଡାଉନ୍ ହେଇଗଲା ବାମପଟା ମୁଡ଼ି ଦିଅ ଟିକେ ହଁ ହେଗୁରା ଡାଉନ୍ ହେଲେ କ'ଣ ହବ ଆଚ୍ଛା ହଉ ତ କହିବା କଥା ଆପଣ ବିଜେପି କୁ ଭଲ ପାଆନ୍ତି ନା ବିଜେଡି ଆମର ବିଜେଡି କି ଭଲ ପାଉ ରାଜା ସ୍ୱାଇଁ ପାଟିଆରେ କିନ୍ତୁ ବର୍ତ୍ତମାନ କାହା ଭଲ ପାଉଛନ୍ତି ଅବିକା ଭୋଟ ଦେଇଛୁ ଭାଇ ରାଜା ସ୍ୱାଇଁ ରାଜା ସ୍ୱାଇଁ ସେ ଜିତିନି କି ତେଣୁ ସରକାର ତ ବିଜେପି ଆଉ ବିଜେପି ହେଲେ ଆମର କ'ଣ କରିବୁ ଆମେ ତ ଜଣକୁ ଦେଇଛୁ ଆମ କଥା କେହି ଶୁଣୁଛି ରାଜା ବାବୁ ଶୁଣୁନାହାନ୍ତି ଆଉ ରାଜା ବାବୁ କ'ଣ ଅଛି ଯେ କେହି ଶୁଣିବ କ'ଣ ସବୁ ରାଜ୍ୟରେ ଏବେ ଆଳୁ ରେଟ୍ ଏତେ କ'ଣ କହିବ ଆଉ ରାଜା ସ୍ୱାଇଁ କ'ଣ କରିବ ସିଏ କିଛି କରିବେନି ଆସିବା ଜିତିଦେଲେ ଆଉ ଜିତିଲେ କ'ଣ ହେବ ତାର କ'ଣ ଅଛି ଆଳୁ ନାହିଁ କି ବିରି ନାହିଁ ଆଉ ସେ କୁଟାଟା କ'ଣ କରିବ ସରକାର ତ ସବୁଯାକ ମୁଦିର ସେ ତ ପ୍ରଧାନମନ୍ତ୍ରୀ ହେଲା ସେ ତ ମୁଖ୍ୟମନ୍ତ୍ରୀ ହେଲା ଆଉ ଇଏ ରାଜା ସ୍ୱାଇଁ ଟାଣିବ ତମେ ସୋଦାସୋଦି କାହିଁ କରୁଛ ରାଗିଛ ନାଇଁ ରାଗିନୁ ଭୋଟ ଦେଇଛୁ ଆগে ତାହେଲେ ହଉ ଠିକ୍ ଅଛି ଟେନସନ୍ ଅଛ କି ଆଚ୍ଛା ହଉ ଆଳୁଟା 8-10 ଟଙ୍କା ଖାଉଥିଲୁ ଏଇଟା ଏକାଥରେ 50 40 45 60 କଲି ଆଉ ଏଇନାକେ ସେ ସବୁ ତ ରେଟ୍ ବଢ଼େଇ ଚାଲିଲେ ତାକୁ ତ ଦେଇକି ଭୋଟ ଦେଇକି ଆମେ ହଇରାଣ ହେଲୁ ମୁଦି ନେଲା ମୁଦି ସବୁ ରେଟ୍ କଲ ଆଉ ଆମେ ଏଇନା କ'ଣ କରିବୁ ଭୋଟ ଦେଇଥିଲ କାହାକୁ ଭୋଟ ଆମେ ଦେଇଥିଲୁ ଯେ ଆମେ ସେଠି ଦେଇଥିଲୁ ଫୁଲକୁ ଫୁଲ ଏଥର ବାସ୍ନା ହଗେଇଲା ଆଉ ଆପଣ ଘର କେଉଁ ଏରିଆ ଆଜ୍ଞା ଜଗତସିଂହପୁର ନା ତେବେ ଆପଣଙ୍କର କିଏ ଏମ୍ଏଲ୍ଏ ଆମର ଏମ୍ଏଲ୍ଏ ବିଜୁ ଥିଲା ତ ଆଉ ଏଇନା କେହି ନଥିଲା ଆମେ ତ ଆଉ ନଥିଲୁ ଆମେ ବାହାରିଥିଲୁ ଏଇନା ଆସୁ ତେବେ ମୋହନ ବାବୁ କ'ଣ କହୁନା ଆଜ୍ଞା ରେଟ୍ ପଚାରୁନ ମୋହନ ବାବୁ ଆଉ ପଚାରିବୁ ତାଙ୍କୁ କ'ଣ ସେ ଆପଣ ଯାହା କରୁଛନ୍ତି ତ କରୁଛନ୍ତି ଆମେ କ'ଣ କରିବୁ ଆଉ ଜଣେ କହିଲେ କ'ଣ ବସି କହିଲା ଜଣେ କହିଲେ 30 35 40 ଏମିତି ଆଜି କେତେ ଆଜି 70 ଆପଣ ଖୁସି ତ ହଁ ଖୁସି ବେଶୀ ଖାଇଲାଠୁ ଖୁସି ହେଲୁ ଆଉ ଆପଣ ତ ଧୁମ ଖାଉଛନ୍ତି ଖୁସି ଓଡ଼ିଶା ଜନତା ଓଡ଼ିଶା ଭଲ କ'ଣ କହିବେ ନବୀନ ବାବୁ ନା ମୋହନ ବାବୁ ମୋହନ ବାବା ଭଲ ନବୀନ ଭଲ ନୁହଁ ନବୀନ ଭଲ ଥିଲେ ବର୍ତ୍ତମାନ କିଏ ଭଲ
ମାନେ ବର୍ତ୍ତମାନ କାହାକୁ କହି ହେଉନାହିଁ ଯେମିତି ଯେତେ ବାଟରେ ଚାଲିଲେ। ଏବେ ଆପଣଙ୍କ ନଜରରେ ଆଳୁ କିଲୋ କେତେ ହେବା ଦରକାର? ଆମର 50-60 କି 30-35 ଭିତରେ ହେଲେ ଆମେ ଗରିବ ଲୋକ ଚାଲିଛି 60ରେ। 60 ଏମିତି ଯାହା ଚାଲିଛି ଆଉ। ନବୀନ ବାବୁ ତ ଆମେ ଚିହ୍ନିଥିଲୁ ଚିହ୍ନିଦେଲ ମୋ ନାମ ଚିହ୍ନିଦେଲ। ନା ଆଳୁ କିଲୋ କେତେ? ଆଳୁ କିଲୋ 50 ହେଲାଣି। ଭଲ କି? କ'ଣ କହିବା ଦୁନିଆରେ କେହି ଭଲ ନୁହନ୍ତି କେହି ମନ୍ଦ ନୁହନ୍ତି। କାହିଁକି? ଆଉ କ'ଣ ଆଶା କ'ଣ ରଖିଥିଲ ମୋହନ ବାବୁଙ୍କ ଉପରେ? ଆମେ ତ ନବୀନ ବାବୁ ଚିହ୍ନିଥିଲୁ ନବୀନ ବାବୁ ତ ହାରିଗଲେ ଆଉ। ଗଲା ସବୁ ଆପଣ କ'ଣ ନବୀନ ବାବୁ ଭୋଟ ଦେଇଥିଲେ? ତେବେ ନବୀନ ବାବୁ 54 କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଇଲେକ୍ସନରେ। ଆପଣଙ୍କ ପାଖରେ କିଛି ଖାଉଛନ୍ତି? ନା ଭାତ ଡାଲମା ମାଛ ଆମେ କାହାଠୁ କିଛି ଖାଇନୁ। ଖାଇନି। କୁହନ୍ତୁ କ'ଣ ମନରେ ଅଛି କୁହ? ମନରେ କ'ଣ ଅଛି କୁହ? ମନରେ ଥିଲେ କ'ଣ ହବ? ମନ ଯଦି ଯାହା କରିବ ସରକାର ଆମେ ସେଇଆ କରିଦେବେ। ଆଉ କହୁନ କୁହ ମନରେ କୁହ।